ଗୋଟିଏ ଗ୍ରାମରେ ଶମ୍ଭୁ ନାମକ ଜଣେ ଦରିଦ୍ର ଓ ବଡ଼ ଧାର୍ମିକ ସ୍ୱଭାବର ବ୍ୟକ୍ତି ଥିଲା। ତାର ସ୍ତ୍ରୀର ନାମ ଥିଲା ସୁମତି। ଗ୍ରାମରେ ଅକାଳ ପଡ଼ିଲା, ଖାଇବାକୁ ମିଳିଲା ନାହିଁ। ଗୋରୁ ମହିଷୀ ସବୁ ମରିଗଲେ। କାମ କରିବାକୁ ଚାହିଁଲେ ମଧ୍ୟ ମିଳିଲା ନାହିଁ। 2-4 ଦିନରେ ଥରେ କୌଣସି ମତେ ଖାଦ୍ୟ କପାଳରେ ଚୁଟେ। ଏପରି ଅବସ୍ଥାରେ ଦିନେ ସୁମତି ଶମ୍ଭୁକୁ କହିଲା, ଏତେ କଷ୍ଟ ସହି ଏଠାରେ ପଡ଼ିବା ଅପେକ୍ଷା ତମେ ସହରକୁ ଯାଅ, ସେଠାରେ ତମକୁ କାମ ମିଳିବ। ମୁଁ ଯେମିତି ହେଉ ଚଳିଯିବି। ତମେ ସହରକୁ ଯିବା ଆସିବା କରିବ, ଆମର ଆଉ ଏ ଦରିଦ୍ର ଅବସ୍ଥା ରହିବ ନାହିଁ। ଶମ୍ଭୁ ଏକଥା ଶୁଣି ଭାବିଲା, ଠିକ୍ ତ, ଏଠାରେ ପଡ଼ି ରହିଲେ କିଛି ତ ମିଳୁନାହିଁ, ମିଳିବାର ଆଶା ମଧ୍ୟ ନାହିଁ। ସେ ସ୍ତ୍ରୀକୁ ଡାକି କହିଲା, ଦେଖ, ମୁଁ ତୁମ କଥା ଅନୁସାରେ ସହରକୁ ଯିବି। ଭାଗ୍ୟକୁ କିଛି ମିଳିଗଲେ ମୁଁ 2-4 ଦିନରେ ଫେରିବି। ସହରକୁ ଯିବା ପାଇଁ ହେଲେ ଦିନକର ବାଟ ଚାଲିବାକୁ ହେବ। ରାସ୍ତା ବି ଭଲ ନୁହେଁ, ପାହାଡ଼ିଆ ଆବୁଡ଼ା ଖାବୁଡ଼ା ରାସ୍ତା। ପଡ଼ୋଶୀ ଶିବ ଏକଥା ଶୁଣି ତାର ଘୋଡ଼ାଟି ଶମ୍ଭୁକୁ ଦେଇ କହିଲା, ଭାଇ, ମୋ ଘୋଡ଼ା ମଧ୍ୟ ଏଠାରେ କିଛି ନ ଖାଇ ମରିଯିବ। ତମେ ତାକୁ ନିଅ, ଅଧା ସମୟରେ ପହଞ୍ଚି ଯାଇପାରିବ। ଘୋଡ଼ାକୁ କିଛି ଖାଇବାକୁ ଦେବ, ତାକୁ ଅନ୍ତତଃ ପାଣି ସବୁଦିନେ ଯଥେଷ୍ଟ ପିଇବାକୁ ଦେବ। ସେ ବଞ୍ଚି ରହିଲେ ତୁମର ହିଁ ସେବା କରିବ। ଶମ୍ଭୁ ଘୋଡ଼ା ଉପରେ ବସି ସହର ଅଭିମୁଖେ ଚାଲିଲା। 2 ପହର ବେଳକୁ ସେ ଗୋଟିଏ ନଦୀ ନିକଟରେ ଯାଇ ପହଞ୍ଚିଲା। ନଦୀ କୂଳରେ ସୁନ୍ଦର ସବୁଜ ଘାସପତ୍ର ସବୁ ଭରି ରହିଥିଲା। ସେ ଘୋଡ଼ାକୁ ଛାଡ଼ିଦେଲା। ଘୋଡ଼ା ଆନନ୍ଦ ମନରେ ଘାସ ଚରିଲା। ବହୁତ ଦିନ ପରେ ସେ ପେଟ ଭରି ଖାଇଲା। ଶମ୍ଭୁକୁ ଭୋକ ଲାଗିବାରୁ ସେ ସୁମତି ଦେଇଥିବା ଖାଦ୍ୟ ପୁଟୁଳି ଖୋଲିଲା। ତହିଁରେ 4 ଖଣ୍ଡ ରୁଟି ଥାଏ। ସେ ଖାଇବାକୁ ଯାଉଛି, ଦେଖିଲା କଙ୍କାଳ ସାର ଖୁଇଦିତ କୁକୁରଟିଏ ବଡ଼ ଲୋଭାତୁର ଆଖିରେ ତା ଆଡ଼େ ଚାହିଁ ରହିଛି। ସେ ଗୋଟିଏ ରୁଟିକୁ ଛିଡ଼େଇ ଛୋଟ ଛୋଟ କରି ସେହି କୁକୁରକୁ ଖାଇବା ପାଇଁ ଦେଲା। କୁକୁରଟି ସେତକ ଚଟାପଟ ଖାଇଦେଇ ଚାହିଁ ପୁଣି ପୂର୍ବ ପରି ତା ଆଡ଼କୁ ଚାହିଁ ରହିଲା। ଏହିପରି ଭାବେ ତାର 4ଟି ଯାକ ରୁଟି ଶେଷ ହୋଇଗଲା। ସେ ଘୋଡ଼ାକୁ ପାଣି ପିଆଇ ନିଜେ ଉପାସରେ ରହି ସହରକୁ ଗଲା। ସନ୍ଧ୍ୟା ପୂର୍ବରୁ ସହରରେ ଯାଇ ସେ ପହଞ୍ଚିଗଲା। ଏଣେ ତା ପେଟ ଭୋକରେ ଖାଲି ଜଳୁଥାଏ। ହାତରେ ପଇସାଟିଏ ବି ନାହିଁ। କାହା ଘରର ପିଣ୍ଡାରେ ସେ ଶୋଇଲା। ଏଣେ କାମ ପାଇଁ ତାର ବହୁତ ଚିନ୍ତା। ପୁଣି ଜଣେ କେହି ଚିହ୍ନା ମଧ୍ୟ ଏଠାରେ ନାହାନ୍ତି, ଯାହାକୁ କି ସେ ସାହାଯ୍ୟ ମାଗିବ। କୌଣସି ମତେ ସେ ସେହି ରାତି କଟାଇଲା। ସକାଳୁ ସକାଳୁ କାମ ଖୋଜିବାକୁ ସେ ଗଲା। କେତେ ଜାଗା ସେ ବୁଲିଲା, ହେଲେ କାମଟିଏ ସେ ଆଦୌ ପାଇଲା ନାହିଁ। କ୍ଷୁଧାରେ ତା ହାତ ଗୋଡ଼ ଦୁର୍ବଳ ଲାଗୁଥାଏ, ଚାଲିବାକୁ ମଧ୍ୟ ଇଚ୍ଛା ହେଉନଥାଏ। ଏହି ସମୟରେ ସେ ଦେଖିଲା ଅଦୂରରେ ଲୋକ ଭିଡ଼। ସେ କୌତୂହଳୀ ହୋଇଯାଇ ସେଠାରେ ପହଞ୍ଚିଲା। ପଚାରି ବୁଝିଲା ଯେ ସେଠ କୁବେରନାଥ ଲୋକମାନଙ୍କ ଠାରୁ ପୁଣ୍ୟ କିଣୁଛନ୍ତି। ନିଜ ନିଜର ପୁଣ୍ୟକୁ ବିକି ମୂଲ୍ୟ ନେବା ପାଇଁ ସେଠାରେ ଏତେ ଭିଡ଼ ହୋଇଛି। ଏପରି ଏକ ନୂଆ କଥା ଶୁଣି ଶମ୍ଭୁ ଖୁବ୍ ଆଶ୍ଚର୍ଯ୍ୟ ହେଲା। ନିଜେ ମଧ୍ୟ ଭାବିଲା ଯେ ତାର କିଛି ପୁଣ୍ୟ ଅଛି ନା ନାହିଁ, ଯାହାକୁ କି ସେ ବିକ୍ରି କରିପାରିବ। ସେ ମନେ ପକାଇଲା, ଥରେ ତାର ବାପା ଗ୍ରାମ ଲୋକଙ୍କ ପାଇଁ ଗୋଟିଏ କୂଅଟିଏ ଖୋଳାଇଥିଲେ। ଶମ୍ଭୁ ଭିଡ଼ ଠେଲି ଯାଇ ସେଠଙ୍କ ପାଖରେ ପହଞ୍ଚିଗଲା। ତାକୁ ଆପାଦ ମସ୍ତକ ନିରୀକ୍ଷଣ କରି ସେଠ କହିଲେ, ତମେ ତମର କି ପୁଣ୍ୟ ବିକ୍ରି କରିବାକୁ ଏଠାକୁ ଆସିଛ? ଶମ୍ଭୁ କହିଲା, ମୋ ବାପା ଗ୍ରାମବାସୀଙ୍କ ପାଇଁ କୂଅଟିଏ ଖୋଳାଇଥିଲେ, ସେହି ପୁଣ୍ୟକୁ ମୁଁ ବିକ୍ରି କରିବି। ସେଠ ହସି ହସି କହିଲେ, ସେ ପୁଣ୍ୟ ତ ତମ ବାପାଙ୍କର। ତମର ଯଦି କିଛି ପୁଣ୍ୟ ଅଛି ତାହେଲେ କୁହ। ଶମ୍ଭୁ ଦୁଃଖିତ ହୋଇ କହିଲା, ମୋର ନିଜର ତ ପୁଣ୍ୟ ବୋଲି ସେମିତି କିଛି ନାହିଁ। ଦରିଦ୍ର ଜୀବନଯାପନ କରୁଛି, ସେଥିରେ ପୁଣ୍ୟ କରିବା ପାଇଁ ସୁଯୋଗ ବା କାହିଁ? କୁବେରନାଥ କହିଲେ, ମୋ ପାଖକୁ ଯେଉଁମାନେ ଆସନ୍ତି ମୁଁ ତାଙ୍କ ପୁଣ୍ୟ କାର୍ଯ୍ୟ ବିଷୟ ଜାଣିପାରେ। ତମେ ଥରେ କ୍ଷୁଧାର୍ତ ଏକ କୁକୁରକୁ 4ଟି ରୁଟି ଖୁଆଇଥିଲ ନା? ତମେ ଯଦି ସେଥିରୁ ଗୋଟିଏ ରୁଟିର ପୁଣ୍ୟ ବିକ୍ରି କରନ୍ତ, ତେବେ ମୁଁ ତାହା କିଣିବାକୁ ରାଜି। ଶମ୍ଭୁ ଗୋଟିଏ ରୁଟିର ପୁଣ୍ୟ ବିକିଲା। ସେଠ ରୁଟିଟିଏ ମଗାଇଲେ।
ଓ ଶମ୍ଭୁକୁ କହିଲେ, ସେଥିରେ ହାତ ରଖି କୁହ କି ତୁମର ସେହି ରୁଟିଟିର ପୁଣ୍ୟ ଏହି ରୁଟି ଭିତରକୁ ଆସିଯାଉ। ଶମ୍ଭୁ ବି ଠିକ୍ ସେହିପରି କଲା। ତାପରେ ସେ ସେଠ୍ ଜଣକ ତରାଜୁର ଗୋଟିଏ ପଲାରେ ସେହି ରୁଟିଟି ରଖି ଅନ୍ୟ ପଟରେ ମୋହର ସବୁ ରଖିଲେ। ଦେଖୁ ଦେଖୁ ସେଠ୍ଙ୍କର ସବୁ ଖାଲି ହୋଇଗଲା। ତେବେ ମଧ୍ୟ ରୁଟି ପଟଟି ଅଧିକା ଓଜନ ରହିଲା। ତାପରେ ସେ ନିଜର ରତ୍ନମାଳା ଓ ରତ୍ନମୁଦି ଦେହରୁ କାଢ଼ି ପକାଇବା ପରେ ଯାଇ ଓଜନ ସମାନ ହେଲା। ଏହିଭଳି ଭାବରେ ଗୋଟିଏ ରୁଟିର ପୁଣ୍ୟ ବିକ୍ରି କରି ଅନେକ ଧନ ସମ୍ପତ୍ତି ଧରି ସେ ମନ ଆନନ୍ଦରେ ତା ଗ୍ରାମକୁ ଲେଉଟିଲା। ଫେରିବା ରାସ୍ତାରେ ହଠାତ୍ ମଝିରେ ଘୋଡ଼ା ଏକ ପଙ୍କୁଆ ଗଡ଼ିଆରେ ପଡ଼ିଗଲା ଓ ସେ ସେଥିରୁ ଆଉ ଉଠିପାରିଲା ନାହିଁ। କ୍ରମେ ସେ ବୁଡ଼ୁଥାଏ। ଶମ୍ଭୁ କିଛି ଉପାୟ ନ ପାଇ ସାହାଯ୍ୟ ପାଇଁ ଚିତ୍କାର କଲା। ଠିକ୍ ସେହି ସମୟରେ ପାଖ ରାସ୍ତା ଦେଇ ଯାଉଥିବା ଜଣେ ସନ୍ନ୍ୟାସୀ କହିଲେ, ଖାଲିଟାରେ ଏମିତି କାହିଁକି ଚିତ୍କାର କରୁଛ? ଏହି ପଙ୍କ ଗଡ଼ିଆ ଏକ ଶାପଗ୍ରସ୍ତ ସ୍ଥାନ। ତୁମର ଯଦି କିଛି ପୁଣ୍ୟ ଥାଏ ତାହା ହିଁ ଅର୍ପଣ କର, ତେବେ ଯାଇ ତୁମେ ଏଥିରୁ ନିଷ୍କୃତି ପାଇପାର। ଶମ୍ଭୁ ଏବେ ଅବିଳମ୍ବେ କହି ଉଠିଲା, ମୁଁ ଅନ୍ୟ ଏକ ରୁଟିର ପୁଣ୍ୟ ଅର୍ଜନ କରୁଛି। ତାହାଦ୍ୱାରା ଶମ୍ଭୁ ସହିତ ସେ ଘୋଡ଼ାଟି କିଛିଟା ଉପରକୁ ଉଠିଲା। ଏବେ ଶମ୍ଭୁ ତାର ଅନ୍ୟ 2 ରୁଟିର ପୁଣ୍ୟ ମଧ୍ୟ ଅର୍ପଣ କଲା। ଘୋଡ଼ା ଅଧିକରୁ ଅଧିକ ଉଠିଲା ସତ, ତେବେ ସେ ଆଉ ସେଥିରୁ ସମ୍ପୂର୍ଣ୍ଣ ବାହାରି ପାରିଲା ନାହିଁ। ତାପରେ ଶମ୍ଭୁ ଭାବିଲା, ମୁଁ ଏବେ ଆଉ କ'ଣ ବା କରିବି? ତହୁଁ ସେ ସନ୍ନ୍ୟାସୀ କହିଲେ, ତୁମ ପାଖରେ ଆଉ କିଛି ପୁଣ୍ୟ ନାହିଁ? ହଁ ଅଛି, ସୁନା ଟଙ୍କାର ଏଡ଼େ ବଡ଼ ଗଣ୍ଠୁଲି ତ ରହିଛି, ମୁଁ ଏହାକୁ ମଧ୍ୟ ଅର୍ପଣ କରୁଛି। ଏହା କହି ଶମ୍ଭୁ ତାକୁ ମଧ୍ୟ ସେହି ପଙ୍କ ଗାଡ଼ିଆକୁ ପକାଇଦେଲା। ପରକ୍ଷଣେ ହିଁ ସନ୍ନ୍ୟାସୀ ଓ ପଙ୍କ ଗାଡ଼ିଆ ସବୁ କୁଆଡ଼େ ଉଭେଇ ଗଲେ। ଶମ୍ଭୁ ଆଶ୍ଚର୍ଯ୍ୟ ହୋଇ ଚାରିଆଡ଼କୁ ଚାହିଁଲା। ଦେଖିଲା ଜଣେ ଦେବୀ ସେଠାରେ ଆବିର୍ଭାବ ହୋଇଛନ୍ତି। ସେ କହିଲେ, ମୁଁ ହେଉଛି ଧର୍ମର ଦେବୀ। ତୁମର ଦୟାଭାବ ଅତୀବ ପ୍ରଶଂସନୀୟ। ନିଜେ ଉପାସ ରହି କୁକୁରକୁ ଖୁଆଇଲ, ପୁଣି ତୁମର ଧନ ପ୍ରତି ଟିକିଏ ହେଲେ ମଧ୍ୟ ଲୋଭ ନାହିଁ ଯେ ଧନ ସବୁ ପଙ୍କ ଭିତରକୁ ଫିଙ୍ଗିଦେଲ। ମୋ ଆଶୀର୍ବାଦରୁ ତମେ ଏଣିକି ବଡ଼ ଧନୀ ହୋଇ ଜୀବନ ବିତାଇବ। ଏହିପରି ଭାବେ ଦାନ ଧର୍ମ କରି ସର୍ବଦା ଧର୍ମ ରକ୍ଷା କରିବ। ସେତିକି ଦେଖିଲେ ମୁଁ ଖୁସି ହେବି। ଏହା କହୁ କହୁ ଦେବୀ କୁଆଡ଼େ ଅଦୃଶ୍ୟ ହୋଇଗଲେ। ଶମ୍ଭୁ ଦେଖିଲା ଘୋଡ଼ା ଉପରେ ଧନ ସମ୍ପଦର ଗଣ୍ଠୁଲି ଠିକ୍ ସେହିପରି ଅଛି। ମନ ତାର ମହା ଆନନ୍ଦ ଓ ସନ୍ତୋଷରେ ଭରି ଉଠିଲା। ସେ ଖୁସିରେ ଘରକୁ ଲେଉଟିଲା। ପାଇଥିବା ଧନରେ ସେ ବ୍ୟବସାୟ କଲା। ଦୀନ ଦୁଃଖୀଙ୍କ ସେବାରେ ଅନେକ ଧନ ଖର୍ଚ୍ଚ କରି ଶମ୍ଭୁ ଧାର୍ମିକ ଓ ଦୟାଳୁ ଭାବରେ ଯଶ ଅର୍ଜନ କଲା।